ରାମାୟଣ ପବିତ୍ର ଗ୍ରନ୍ଥ। କେବଳ ସେତିକି ନୁହେଁ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଭଗବାନଙ୍କର ଲୀଳାମୃତ ଏଠାରେ ଲେଖାଯାଇଛି। ଯେଉଁ ଗ୍ରନ୍ଥରେ ଭଗବାନ ରାମ ସମାଜକୁ ପ୍ରତ୍ୟେକ ସ୍ତରରେ ପ୍ରତ୍ୟେକ କ୍ଷେତ୍ରରେ କ'ଣ କରିବା ଉଚିତ, କ'ଣ ନ କରିବା ଉଚିତ, ମର୍ଯ୍ୟାଦା ଏବଂ ଜୀବନ ସମାଜ ପରିବାର ପାଇଁ ଯେଉଁ ଶିକ୍ଷଣୀୟ ଉପାଦାନମାନ ଛାଡ଼ି ଯାଇଛନ୍ତି, ଉଦାହରଣ ଛାଡ଼ି ଯାଇଛନ୍ତି, ତାକୁ ଆମକୁ ଅନୁପାଳନ କରିବା ପାଇଁ ପ୍ରେରଣା ଦେଇଥାଏ। ଏଣୁ ଶ୍ରୀରାମଚରିତ ମାନସ ସନ୍ଥ ତୁଳସୀଦାସଙ୍କର ମଧ୍ୟ ଏକ ଅନବଦ୍ୟ ଦାନ, ଯାହା ଭଗବାନ ଶ୍ରୀରାମଚନ୍ଦ୍ର ରାମାୟଣ କଥାରେ କହିଯାଇଛନ୍ତି, ଦେଖାଇ ତାପରେ ଆଲୋକପାତ କରେ, ଦର୍ଶାଏ, କହେ। ତେବେ ସନ୍ଥ ତୁଳସୀଦାସ ତାଙ୍କର ପ୍ରାଥମିକ ବର୍ଣ୍ଣନାରେ ସନ୍ଥ ସମାଜ ସତସଙ୍ଗ ଉପରେ ଯେଉଁ କଥାମାନ କହିଯାଇଛନ୍ତି, ତାପରେ ଆଜି ଟିକେ ଦୃଷ୍ଟି କରିବା। ସେ କହିଛନ୍ତି ଯେ ସନ୍ଥ ସମାଜ ରୂପୀ ପ୍ରୟାଗରେ ବିଧି ନିଷେଧ ଥାଏ ଏବଂ ଏହା କଳିଯୁଗର ପାପନାଶିନୀ ସୂର୍ଯ୍ୟସ୍ରୋତା ବା ଯମୁନା ସମାନ ଅଟେ। ଭଗବାନ ବିଷ୍ଣୁ ଓ ଶଙ୍କରଙ୍କ ଚରିତ ଗାଥା ତ୍ରିବେଣୀ ରୂପରେ ସୁଶୋଭିତା ଶ୍ରବଣ କରିବା ମାତ୍ରେ ତାହା ସକଳ ଆନନ୍ଦ ଓ କଲ୍ୟାଣ ପ୍ରଦାନ କରିଥାଏ। ସେ ପୁଣି ଏହି ମର୍ମରେ କହିଛନ୍ତି ଯେ ସ୍ୱଧର୍ମରେ ଅଟଳ ବିଶ୍ୱାସ ହେଉଛି ସେହି ସନ୍ଥ ସମାଜ ରୂପୀ ପ୍ରୟାଗରେ ଥିବା ଅକ୍ଷୟତଟ ଓ ଶୁଭକର୍ମ ହିଁ ସେହି ତୀର୍ଥରାଜର ପରିକର ବା ସମାଜ। ସେହି ସନ୍ଥ ସମାଜ ରୂପୀ ପ୍ରୟାଗ ସବୁ ସ୍ଥାନରେ ସବୁ ସମୟରେ ସମସ୍ତଙ୍କ ନିମନ୍ତେ ସୁଲଭ ଏବଂ ଆଦରପୂର୍ବକ ସେବନ କଲେ ତାହା ସକଳ ଦୁଃଖ କ୍ଲେଶକୁ ବିନାଶ କରିଥାଏ। ଏବଂ ସେହି ତୀର୍ଥରାଜ ହେଉଛି ଆଲୌକିକ, ଅନିର୍ବାଚନୀୟ ଓ ତତ୍କାଳ ଫଳଦାୟକ, ତାହାର ପ୍ରଭାବ ପ୍ରତ୍ୟକ୍ଷ। ସେ ପୁଣି କହିଛନ୍ତି ଯେ ଯେଉଁମାନେ ସନ୍ଥ ସମାଜ ରୂପୀ ତୀର୍ଥରାଜର ପ୍ରଭାବ ପ୍ରସନ୍ନ ଚିତ୍ରରେ ଶୁଣନ୍ତି, ବୁଝନ୍ତି ଓ ଅତ୍ୟନ୍ତ ପ୍ରେମ ପୂର୍ବକ ସେହି ସନ୍ଥମାନଙ୍କର କଥାକୁ ହୃଦୟଙ୍ଗମ କରନ୍ତି, ସେମାନେ ଶରୀର ଥାଉ ଥାଉ ଇହ ଜନ୍ମରେ ଚତୁର୍ଭର୍ଗ ଫଳ ଅର୍ଥାତ୍ ଧର୍ମ, ଅର୍ଥ, କାମ, ମୋକ୍ଷ ମଧ୍ୟ ପାଇପାରିଥାନ୍ତି। ଏବଂ ସନ୍ଥ ସମାଜ ରୂପୀ ଯେଉଁ ତୀର୍ଥ ଜଳ ଅଛି, ସେଇଥିରେ ସ୍ନାନ କରିବାର ଫଳ ତତ୍କ୍ଷଣାତ୍ ମିଳିଥାଏ। କାହାକୁ ସେଥିପାଇଁ ଅପେକ୍ଷା କରିବା ପାଇଁ ପଡ଼ିନଥାଏ। ଏଥିରେ ସ୍ନାନ ସାରି କୁଆ କୋଇଲିରେ ଏବଂ ବଗ ହଂସରେ ମଧ୍ୟ ପରିଣତ ହୋଇଯାଏ। ଅର୍ଥାତ୍ ଖରାପ ଲୋକ ଭଲ ଲୋକରେ ହେଇଯାଏ, ସାଧୁ ହେଇଯାଏ। ଏହା ଶୁଣି ବିସ୍ମିତ ହେବା ଆଦୌ ଉଚିତ ନୁହେଁ ବୋଲି ସେ କହିଛନ୍ତି। ସତ୍ସଙ୍ଗ ବିନା ବିବେକ କେବେ ଉଦୟ ହୁଏ ନାହିଁ ଏବଂ ଶ୍ରୀରାମଙ୍କ କୃପା ବିନା ମଧ୍ୟ କେହି ସତ୍ସଙ୍ଗ ସହଜରେ ପାଆନ୍ତି ନାହିଁ। ଭଗବାନଙ୍କର ଯଦି ଇଚ୍ଛା ନଥିବ, କୃପା ନଥିବ, ତାହେଲେ କୌଣସି ବ୍ୟକ୍ତି ସତ୍ସଙ୍ଗ କରିବାର କୃପା ଲାଭ କରିପାରିନଥାଏ। ସତ୍ସଙ୍ଗ ହେଉଛି ଆନନ୍ଦ ଓ କଲ୍ୟାଣର ମୂଳ। ସତ୍ସଙ୍ଗ ପ୍ରାପ୍ତି ସମାନ ଫଳ ଏବଂ ଅନ୍ୟ ସବୁ ସାଧାରଣତଃ ଫୁଲ ଭଳି ଭଳି ସେ ଆଲୋଚନା କରିଛନ୍ତି। ଏହା ସହିତ ଶ୍ରୀରାମଚରିତ ମାନସରେ ସନ୍ଥ ତୁଳସୀଦାସ କହିଛନ୍ତି ଯେ ପରଶମଣି ତାର ସ୍ପର୍ଶ ପାଇଲେ ଲୁହା ଯେମିତି ସୁନା ମଧ୍ୟ ପାଲଟିଯାଏ, ସତ୍ସଙ୍ଗ ପାଇଲେ ଦୁଷ୍ଟ ମଧ୍ୟ ସେହିପରି ସୁଧୁରିଯାଏ। କିନ୍ତୁ ଦୈବ ଯୋଗରୁ ଯଦି ସଜ୍ଜନ କେବେ କୁସଙ୍ଗତିରେ ପଡ଼ିଯାଆନ୍ତି, ତେବେ ବି ସେ ସାପର ମଣି ପରି ନିଜ ଗୁଣକୁ ହିଁ ଅନୁସରଣ କରନ୍ତି। କହିବାର ବାହୁଲ୍ୟ, ସାପର ଭିତରେ ଥିବା ମଣି ଯେମିତି ବିଷର ସଂସର୍ଗରେ ଥାଇ ମଧ୍ୟ ବିଷ ଗ୍ରହଣ କରେ ନାହିଁ, ସେହିଭଳି ଯେଉଁ ବ୍ୟକ୍ତି ସତ୍ସଙ୍ଗର
ସ୍ପର୍ଶ ପାଏ ସେ କୁସଙ୍ଗରେ ପଡ଼ିଲେ ମଧ୍ୟ କୁଭାବନା କୁଚିନ୍ତା ତା ମନ ଭିତରେ ପ୍ରଭାବ ପଡ଼େ ନାହିଁ। ସେ ତା ନିଜ ଆଦର୍ଶ ବା ଲକ୍ଷ୍ୟରେ ରହିଥାଏ। ତେଣୁ ସାଧୁ ପୁରୁଷ ସେହିଭଳି ଦୁଷ୍ଟ ଲୋକଙ୍କ ଦ୍ୱାରା ପ୍ରଭାବିତ କେବେ ହୁଅନ୍ତି ନାହିଁ ବା ଅନ୍ୟମାନଙ୍କୁ ଜ୍ଞାନ ଲୋକ ବା ଜ୍ଞାନ ଦେବା କେବେ ଛାଡ଼ନ୍ତି ନାହିଁ। ତେବେ ସାଧୁ ଏବଂ ଦୁଷ୍ଟମାନଙ୍କ ଭିତରେ ଥିବା ତଫାତକୁ ସନ୍ଥ ତୁଳସୀ ଦାସ ବିଭିନ୍ନ ପ୍ରକାରରେ ବୁଝେଇଛନ୍ତି। ତେଣୁ ସେ କହିଛନ୍ତି ଯେଉଁମାନେ ଅକାରଣରେ ସେମାନଙ୍କର ହିତକାରୀମାନଙ୍କ ପ୍ରତି ମଧ୍ୟ ପ୍ରତିକୂଳ ଆଚରଣ କରନ୍ତି ସେମାନେ ଦୁଷ୍ଟ ପ୍ରକୃତି ଏବଂ ପରର କ୍ଷତି ହିଁ ସେମାନଙ୍କର ଦୃଷ୍ଟି ଲାଭ ବୋଲି ସେମାନେ ଦୁଷ୍ଟମାନେ ଚିନ୍ତା କରିଥାନ୍ତି। ଅନ୍ୟ ଲୋକ କ୍ଷତିଗ୍ରସ୍ତ ହେଲେ ସେମାନେ ପ୍ରସନ୍ନ ହୁଅନ୍ତି ଓ ଅନ୍ୟ ଲୋକ ଶାନ୍ତିରେ ବସବାସ କଲେ ସେହି ଦୁଷ୍ଟମାନେ ଦୁଃଖୀ ହୁଅନ୍ତି। ତେବେ ଜାଣିବେ ସେହି ଲୋକ ଦୁଷ୍ଟ ପ୍ରକୃତିର ଏବଂ ଆଉ କଥା ମଧ୍ୟ କହିଛନ୍ତି ଯେ ଯେଉଁ ଲୋକମାନେ ହରି ଏବଂ ହରଙ୍କ ଯଶ ପୂର୍ଣ୍ଣଚନ୍ଦ୍ରନ ପରି ରାହୁ ସମାନ ଏବଂ ଶିବଙ୍କର ଯଶ ବର୍ଣ୍ଣନା ଯେଉଁମାନେ ବାଧା ଉପଜାନ୍ତି ସେମାନେ ମଧ୍ୟ ଦୁଷ୍ଟ ବୋଲି କୁହାଯାଏ। ଏବଂ ଅନ୍ୟର ହିତ କରିବାରେ ଯେଉଁମାନେ ଅନ୍ୟର ଅହିତ କରିବାରେ ସହସ୍ରବାହୁ ସମ ହୋଇଯାନ୍ତି ଏବଂ ଯେଉଁମାନେ ସହସ୍ର ଚକ୍ଷୁ ହୋଇ ପରଦୋଷ ଦର୍ଶନ କରନ୍ତି, ଯେଉଁମାନେ ଅନ୍ୟର ଦୋଷ ଦେଖିବାରେ ଭାରି ଖୁସି ପାଆନ୍ତି ଏବଂ ଅନ୍ୟମାନଙ୍କର ମଙ୍ଗଳ ଋତୁରେ ଯେଉଁମାନେ ମନ ମାଛି ପରି ପଡ଼ିଯାନ୍ତି ସେଇମାନଙ୍କୁ ଦୁଷ୍ଟ ଏବଂ ଖରାପ ବ୍ୟକ୍ତି ଭାବରେ ରାମଚରିତ ମାନସରେ ଅଭିହିତ କରାଯାଇଛି।